নমস্কার, ওম শান্তি, জয় জগন্নাথ। বন্ধুগণ, জয়দেব ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ଯଦି କୌଣସି କର୍ମୀ ଗୋଟିଏ କାମ ପାଇଲା ଟେଣ୍ଡରରେ, ତାହେଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀମାନେ କହୁଛନ୍ତି ତୁମେ ଯାଇ ବିଧାୟକଙ୍କୁ ସାକ୍ଷାତ କର। ତୁମେ ଯାଇ ବିଧାୟକଙ୍କୁ ସାକ୍ଷାତ କର, ତାପରେ ତୁମର କାମ କରିବାକୁ ଆରମ୍ଭ କରିବ। ଯଦି ସେମାନେ କାମ କରୁଛନ୍ତି, ଏମିତି ହଇରାଣ ହରକତ କରୁଛନ୍ତି, ଯଦି 2 ଲକ୍ଷ ଟଙ୍କାର କାମ କଲେ ତାକୁ ଏପରି ଭାବରେ ତାଙ୍କୁ ବିଲ୍ ବନାଉଛନ୍ତି ଯେମିତି ହାତରୁ ଆଉ 50,000 ଟଙ୍କା ଆହୁରି ଲାଗିଯିବ। ସେଥିପାଇଁ ଭାରତୀୟ ଜନତା ପାର୍ଟିର କର୍ମୀମାନେ ବର୍ତ୍ତମାନ ଡରୁଛନ୍ତି କାମ କରିବା ପାଇଁ ଜୟଦେବ ନିର୍ବାଚନ ମଣ୍ଡଳୀରେ। ଏପରିକି କାମ କଲେ ମଧ୍ୟ ଟେଣ୍ଡରରେ କାମ କରିକି ଏଗ୍ରିମେଣ୍ଟ କଲା ପରେ କାମ କଲା ପରେ ମଧ୍ୟ ରାତିରେ ଜେସିବି ଲଗାଇ କାମ ଭାଙ୍ଗି ଦେଉଛନ୍ତି। ନିୟମ ଅଛି, ମନ୍ଦିରରେ କାମ କଲେ ମନ୍ଦିରରେ ଯେଉଁ କାମ ଯିବ ମନ୍ଦିରର ସଭାପତି ଏବଂ ମନ୍ଦିର କମିଟି କାମ କରିବ, କିନ୍ତୁ ତାକୁ ମଧ୍ୟ ବିଜେଡ଼ିର କର୍ମୀମାନେ ଜୋର ଜବରଦସ୍ତି କାମ କରୁଛନ୍ତି ଏବଂ ମନ୍ଦିରର ସଭାପତିଙ୍କୁ କିପରି ଭାବରେ ବାହାର କରିବେ ସଭାପତି ପଦରୁ ତା ପାଇଁ ମଧ୍ୟ ଲାଗିଛନ୍ତି। ବେଧଡ଼କ ବାଲି ସେମାନେ ଚୋରି କରୁଛନ୍ତି, ରାତି ସାରା ବାଲି ବୋହୁଛନ୍ତି। ଯେତେ ବାଇଟ୍ସ ଦେଲେ ମଧ୍ୟ କେହି ଶୁଣିବା ପାଇଁ କୌଣସି କର୍ମଚାରୀ ନାହାନ୍ତି ମାଇନ୍ସ ଆଣ୍ଡ ମିନେରାଲ ବିଭାଗର। ଏପରି ଜିଲ୍ଲାପାଳକୁ କୁହାଯାଉଛି, ସବ୍ କଲେକ୍ଟରଙ୍କୁ କୁହାଯାଉଛି ଯେ ଝିଣ୍ଟି ଘାଟରେ ରାତି ସାରା ବାଲି ବୁହା ଚାଲୁଛି, କାକରଦ୍ରପୁର ଘାଟିରେ ବାଲି ବୁହା ଚାଲୁଛି। ମାଇନିଂ ଅଫିସର ଯେ ଅଛନ୍ତି ଜୁନିୟର ଅଫିସର ଜଗନ ବେହେରା, ତା ନାଁ ଧରିବାରେ କିଛି ସଂକୋଚ ନାହିଁ। ସେ ଅଘୋର ନିଦରେ ବସିଛନ୍ତି। ଆଦୌ ଜୟଦେବ ନିର୍ବାଚନ ମଣ୍ଡଳୀ ବୁଲୁନାହିଁ କି ରେଡ୍ କରୁନାହିଁ, ଯାହାଦ୍ୱାରା କୋଟି କୋଟି ଟଙ୍କାର ବାଲି ଚୋରି ହେଉଛି। ଯେତେ ସିମେଣ୍ଟ ଇଟା ତିଆରି କରୁଛନ୍ତି ପାଖାପାଖି 50-60ଟା ବର୍ତ୍ତମାନ ଜୟଦେବ ନିର୍ବାଚନ ମଣ୍ଡଳୀରେ ଚାଲିଛି। ସେଠି ମଧ୍ୟ ସେ ଯାଉନି କି ରେଡ୍ କରୁନି କି ରୟାଲଟି ଆଦାୟ କରୁନି। ଏହା ବଡ଼ ଦୁର୍ଭାଗ୍ୟର ବିଷୟ। ଏହା ଯଦି ତୁରନ୍ତ ବନ୍ଦ କରା ନଯାଏ, ତାହେଲେ ଭାରତୀୟ ଜନତା ପାର୍ଟିର କର୍ମୀମାନେ ଏ କର୍ମଚାରୀମାନଙ୍କ ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇବ। କାରଣ କର୍ମଚାରୀ ଏବେ ମଧ୍ୟ ସେମାନେ ଚାହୁଁନାହାନ୍ତି ଭାରତୀୟ ଜନତା ପାର୍ଟିର କୌଣସି କର୍ମୀ କାମ ଖଣ୍ଡେ କରୁ, ଏ କଥା ସେମାନେ ଚାହୁଁନାହାନ୍ତି। କ'ଣ ପାଇଁ ଚାହୁଁନାହାନ୍ତି ମୁଁ ଜାଣିପାରୁନାହିଁ। ତେଣୁକରି ଏଠି ଜିଲ୍ଲା ପ୍ରଶାସନ ଟିକେ ଏ ଦିଗରେ ଧ୍ୟାନ ଦେବା ଦରକାର। ତା ନହେଲେ ଖୁବ୍ ଶୀଘ୍ର ଏ ଯେଉଁ ଚୋରି କରୁଛନ୍ତି ବାଲି ବା ଅନ୍ୟାନ୍ୟ ମାଟି ମରମ ଗଛ, ଏମାନଙ୍କ ବିରୁଦ୍ଧରେ ଆନ୍ଦୋଳନ ସୃଷ୍ଟି ହେବ। ମୁଁ ଆଗରୁ ସୂଚେଇ ଦେଉଛି, ଚେତାଇ ଦେଉଛି, ପ୍ରଶାସନ ସଜାଗ ହୁଅନ୍ତୁ, ନହେଲେ ଅସୁବିଧା ହେବ। ସମସ୍ତଙ୍କୁ ନମସ୍କାର, ଓମ୍ ଶାନ୍ତି, ଜୟ ଜଗନ୍ନାଥ।